ସାଙ୍ଗମାନେ ଡୁଗୁ ସେଠି ଗାଧେ ବୋଲି ନିଜେ ପଶିଗଲା ଭିତରକୁ। ଡୁଗୁଲ ଏ ଡୁଗୁ ଡୁଗୁ ଏ ଡୁଗୁ। ତ ସାଙ୍ଗମାନେ ମୁଁ ଆସିଥିଲି ଚିତ୍ରାଳୟ ଶ୍ରୀୟାର ସବୁ ସାମାନ ନେବା ପାଇଁ ତ ମୋ ତ ସାନ ଆସିଥିଲା ସେ ତାର କ'ଣ କିଣିବ କସ୍ମେଟିକ୍ସ ତ ଆସିଛି। ଆଉ ମୁଁ ସେଇଠି ଗାଡ଼ି ପାର୍କିଂ କରିଦେଇକି ଆସିଛି ସେ ପାଖେ। ଚାଲନ୍ତୁ ଦେଖିବା ସେ କ'ଣ ସବୁ ନେଉଛି କ'ଣ କିଣୁଛି। ଆଉ କେତେ ସୁନ୍ଦର ଜିନିଷ ସବୁ 49। ଦେଖନ୍ତୁ ଆମେ ପୁଣି ଆଇଲୁ ଭାରି ଖାଇବା ପାଇଁକି ପ୍ଲେଟ୍ ପ୍ଲେଟ୍ ଗୁପଚୁପ୍ ତିଆରି ଆମେ ତାକୁ ଗୁପଚୁପ୍ ହେଲେ ଆମେ ଖାଇବୁ ବୋଲି। ଆଉ ଏଠି ପ୍ଲେଟ୍ ଗୁପଚୁପ୍ ବହୁତ ଭଲ ମାନେ। ହାଇ ହ୍ୟାଲୋ ସାଙ୍ଗମାନେ ନମସ୍କାର ଗୁଡ୍ ମର୍ଣ୍ଣିଂ ଜୟ ଜଗନ୍ନାଥ। ତ ସାଙ୍ଗମାନେ ଦେଖନ୍ତୁ କାଲି ତ ମୁଁ ଆପଣଙ୍କୁ କହୁଥିଲି କି ଆମ ଗାଁରେ ଝାମୁ ଯାତ୍ରା ହେଉଥିଲା। ତ ଆମେ ସବୁ ଦେଖି ଯାଇଥିଲୁ ରାତିରେ ନାଚ ପ୍ରୋଗ୍ରାମ ବି ହେଉଥିଲା। ତ ଆମେ ଯାଇଥିଲୁ ଜଷ୍ଟ ଟିକେ ଦେଖିକି ପଳେଇ ଆସିଥିଲୁ କିନ୍ତୁ ତଥାପି ନିଦ ଛାଡ଼ୁନି। ଦେଖନ୍ତୁ ଆଖି ସବୁ କେମିତି ହେଇକି ଅଛି। ଆଉ ମୁଁ ପଳେଇ ଆସିଛି ଘରକୁ ସକାଳୁ ସକାଳୁ ଗାଧୋଇବା ପାଇଁକି। ଆଉ ସେ ଦୁଇ ଜଣ ସେମାନେ ମାମୁଁ ଘରେ ଅଛନ୍ତି ଶୋଇଥିଲେ ମୁଁ ତାଙ୍କୁ ଛାଡ଼ିକି ପଳେଇ ଆସିଛି। ତ ସାଙ୍ଗମାନେ ଏବେ ମାନେ ନିଦ ଲାଗୁଛି ନା ତ ଆଜି କିଛି କରିବା ପାଇଁ ଇଚ୍ଛା ହେଉନି ରୋଷେଇ। ତ ସେଥିପାଇଁ ମୁଁ ଭାବୁଛି କ'ଣ ଗୋଟେ କରିବି ଶାଗ ଫାଗ ତୋଳିବି ବୋଲି। ତ ଚାଲନ୍ତୁ ଦେଖିବା ମୋର କେମିତି କ'ଣ ହେଇଛି ବାଡ଼ିରେ ସବୁ। ଯେମିତିକି ମୁଁ ଆପଣଙ୍କୁ କହିଥିଲି ଦେଖନ୍ତୁ ମୁଁ ଗଛ ଆଣିଥିଲି କିଣିକି। ତ ଦେଖନ୍ତୁ କେତେ ସୁନ୍ଦର ସୁନ୍ଦର ଫୁଲ ହେଇଛି ମୋର କେତେ ସୁନ୍ଦର ଲାଗୁଛି। ଆଉ ଏ ପାଖେ ଗୋଲାପ ଗଛ ବି କଅଁଳି ଗଲାଣି ଦେଖନ୍ତୁ। ଆଉ କି ସୁନ୍ଦର କଢ଼ ଗୋଟେ ଆସିଛି ଏଠି ବି ବୋଧେ ହବ ଲାଗୁଛି। ତ ଦେଖିବା ମୋ ଗଛ କେମିତି କ'ଣ ହେଉଛି। ଆଉ ଇଏ ଏଲୋଭେରା ଦେଖନ୍ତୁ। ଆଉ ଦେଖନ୍ତୁ ମୋ ରସୁଣ ପିଆଜ ଲଗେଇଥିଲି ସେଗୁଡ଼ା ସବୁ କେମିତି ହେଇଛି। ଆଉ ଏଇ ଗଛରେ ପ୍ରବଳ ଲଙ୍କା ହେଇଛି ସାଙ୍ଗମାନେ ଦେଖନ୍ତୁ। ଯେମିତିକି ଗଛଟା ମାନେ ଭଲ ସାର ପାଇନଥିଲା ସେଥିପାଇଁ ବଢ଼ୁନଥିଲା। ଆଉ ଗଛଟାକୁ ଟିକେ କଷି କାସିକି ସାର ଦେଲାକୁ ଖତ ଦେଲାକୁ ଦେଖନ୍ତୁ କେତେ ସୁନ୍ଦର ସୁନ୍ଦର ସବୁ ଲଙ୍କା ହେଇଛି କଢ଼ ହେଲାଣି କେତେ ସୁନ୍ଦର ସୁନ୍ଦର। ଆଉ ସେଇ ଫୁଲ ଗଛ ଦୁଇଟା ମରିଗଲାଣି ମାନେ ବହୁତ ଫୁଲ ହେଲା ନା ଲାଷ୍ଟରେ ଗଛ ମଲାଣି। ଆଉ ଚାଲନ୍ତୁ ଦେଖିବା କେମିତି କ'ଣ ଶାଗ ତୋଳିବି। ଦେଖନ୍ତୁ ମୋର ଗଛ କେତେ ଟମାଟୋ ହେଇଛି କିନ୍ତୁ ଛୋଟ ଛୋଟ ଟମାଟୋ ହେଇଛି ବେଶୀ ବଡ଼ ବଡ଼ ନାହିଁ। ଛୋଟ ଟମାଟୋ ଏ ଗଛରେ ହେଇଛି ବହୁତ ସାରା ହେଇଛି। ୱାଓ ପେନ୍ଥି ହେଇକି ରହିଛି ସାଙ୍ଗମାନେ ଦେଖନ୍ତୁ। ଏ ଗଛଟା ମୁଁ ଉଠେଇ ନଥିଲି ନା ସେଥିପାଇଁ ବୋଧେ ଛୋଟ ହେଇଗଲା ନା କ'ଣ କେଜାଣି। ଦେଖନ୍ତୁ ପୁରା ଛୋଟ ଛୋଟ ଟମାଟୋ। ଆଉ ଧନିଆ ସବୁ ମାନେ ମରିଗଲାଣି। ଗଛଟା ଏଇ ବାଡ଼ିଟାକୁ ଉଜାଡ଼ିବା ପାଇଁ ପଡ଼ିବ। ଆଉ ଦେଖନ୍ତୁ ମୁଁ ନୂଆ ଗଛ ଲଗେଇଛି ବିମ୍ସ। ତ ବିମ୍ସ ଗଛ ବି ମୋର ହେଇଛି। ଆଉ ସେଇଠି ଦେଖନ୍ତୁ ମୋର ଶାଗ ଗଛ କେତେ ସୁନ୍ଦର ଶାଗ ମୋର ହେଇଛି ଦେଖନ୍ତୁ। ଆଉ ମୁଁ ଶାଗ କାଟିବି ଏବେ କାଟିକି ନେବି ମାଆକୁ ଦେବି ସେ ତାର ରୋଷେଇ କରିବ ଆସିଲେ ମୁଁ ଖାଲି ଖାଇବି। କେତେ ସୁନ୍ଦର। ଆଉ ଏ କଟା ଶାଗ ସବୁ ଦିନେ ମୁଁ ତୋଳିଥିଲି କିନ୍ତୁ ସେତେବେଳେ ମାନେ ଛୋଟ ଛୋଟ ହେଇଥିଲା ଆଜି ଟିକେ ବଡ଼ ବଡ଼ ହେଇଯାଇଛି ପୁରା ବହୁତ ସୁନ୍ଦର ଦେଖାଯାଉଛି ବି ଦେଖନ୍ତୁ ବହୁତ ସୁନ୍ଦର। ୱାଓ ଆଉ ଦେଖନ୍ତୁ ମୋ ବାଡ଼ିରେ ବାଇଗଣ ବି ହେଇଛି। ମୋ ମା ଆସିଥିଲା ଯେ ସେ ତୋଳିକି ସବୁ ତୋଳି ଦେଇଥିଲା। ଆଉ ତଥାପି ଏବେ ହେଇଛି ଦେଖନ୍ତୁ କେଉଁଠି କେମିତି ଅଛି। ଆଉ ତାର କଢ଼ କଢ଼ ସବୁ ହେଇଛି ଛୋଟ ଛୋଟ ହେଇଛି ଦେଖନ୍ତୁ ଛୋଟ ଛୋଟ ହେଇଛି। ଆଉ ସେ ପାଖେ ଦେଖିବା କେତେଟା ହେଇଛି ଦେଖନ୍ତୁ। ଏଠି ଗୋଟେ ହେଇଥିଲା ମୁଁ କାଲି ଦେଖିଥିଲି। ଏଇ ଦେଖନ୍ତୁ ଛୋଟ ଦେଖନ୍ତୁ ସାଙ୍ଗମାନେ ମୋର ପିଆଜ ଗଛ ବି କେତେ ସୁନ୍ଦର ହେଇଛି। ଆଉ ମୁଁ ଏଠି ତୋଳି ସାରିଲିଣି ଶାଗ ପିଆଜ ଶାଗ ଫିର୍ ବି ମାନେ ମାଟିଟାକୁ ବହୁତ ଖତ ମାଟିଟା ତ ଖତ ବହୁତ ପଡ଼ିଗଲା ସେଥିପାଇଁ ଏମିତି ସବୁ ହେଇଛି।
ଆଉ ଚାଲନ୍ତୁ ଦେଖିବା ଆଉ ଗୋଟେ ନୂଆ ଜିନିଷ ମୋର କ'ଣ ଲଗେଇଛି ମୁଁ ଟମାଟୋ। ଦେଖନ୍ତୁ ମୋ ଟମାଟୋ ଗଛ ହେଇସାରିଲାଣି, ଟମାଟୋ ଫଳିଲାଣି। ଆଉ ଏଇ ଟମାଟୋ ସବୁ ବଡ଼ ବଡ଼ ଦେଖନ୍ତୁ ହେଇଛି, ଛୋଟ ବାଲା ନାହିଁ। ଏଇଠି ହେଇଛି ବି ବହୁତ ସାରା, ଦେଖନ୍ତୁ ସେଇ ଗଛଟାରେ ଛୋଟ ଛୋଟ ହେଇଥିଲା, ଏଇଟା ବଡ଼ ବଡ଼ ଟମାଟୋ ହେଉଛି, ବହୁତ ସାରା ହେଇଛି। ତ ଚାଲନ୍ତୁ ସାଙ୍ଗମାନେ ମୁଁ ଆପଣଙ୍କୁ ଦେଖେଇବି ମୁଁ କେମିତି କେମିତି ଶାଗ ଦେଖନ୍ତୁ କେତେ ସୁନ୍ଦର ବଗିଚା ହେଇଛି। ଅନ୍ କରିବେ। ତ ସାଙ୍ଗମାନେ ଦେଖନ୍ତୁ ଆମେ ଅନୁଗୁଳ ଆସିଛୁ ହସ୍ପିଟାଲ, ମୋ ପିଉସା କରିଛନ୍ତି ହସ୍ପିଟାଲରେ ସିରିୟସ୍ ଅଛନ୍ତି, ତ ସେଥିପାଇଁ। ଆଉ ଏପଟେ ଦେଖନ୍ତୁ ମୋ ନନା ଯାଇଛନ୍ତି ଦୋକାନକୁ, ତ କିଛି ପରିବା ମାନେ ଫଳ ଆଣିବା ପାଇଁକି, ସେଥିପାଇଁ ଆମେ ଠିଆ ହେଇଛୁ। ଆଉ ଦେଖନ୍ତୁ ମୋ ନାନୀ ବି ଠିଆ ହେଇଛୁ, ଦେଖିବା ନନା କେତେବେଳେ ଆସୁଛନ୍ତି, ଆସିଲେ ଯିବା ଉପରକୁ। ହଁ ତ ଦେଖନ୍ତୁ ସାଙ୍ଗମାନେ ଅନୁଗୁଳର ବଡ଼ ହସ୍ପିଟାଲ କେମିତି ସବୁ ହେଇଛି। ଆଉ ଆମ ନନା ଆସୁଛନ୍ତି ଏ ପାଖେ, ଆସିଲେ ଯିବା ଆଉ। ଚାଲନ୍ତୁ ଯିବା। ଚାଲନ୍ତୁ ଯିବା। ଆଉ ହାଁ ଆଉ ଚାଲ ଦେଖିବା ପିଉସା କେମିତି କ'ଣ ଅଛନ୍ତି।